କାଲି ମୁଁ ଆଉ ମୋର ଗୋଟେ ସାଙ୍ଗଟା ଆସୁଥିଲୁ, କେତେ ରାତିରେ ଟିକେ ଲେଟ୍ ହେଇଗଲା କାହିଁକିନା ଜବ୍ ସାରିକି ଆସୁଥିଲୁ, ନାଇଟ୍ ସିଫ୍ଟ ଥିଲା। ଆସୁଥିଲୁ, ପେଟ୍ରୋଲ ମୋର ସରିଗଲା ଗୋଟେ ଜାଗାରେ। ତାହେଲେ ମୁଁ ମୋ ସାଙ୍ଗ ସହିତ ତା ସ୍କୁଟିରେ ଗଲି, ପେଟ୍ରୋଲ ନେଇକି ଆସିଲି। ପେଟ୍ରୋଲ ଆଣିକି ପକଉଥିଲି, ସେତେବେଳେ ଗୋଟେ କାର୍ଟା ଆସିଲା। କାର୍ ଭିତରେ ଯିଏମାନେ ଥିଲେ ସବୁ ଷ୍ଟ୍ରେଞ୍ଜର ଥିଲେ, କାହାକୁ ଜାଣିନୁ। ସେ ଓହ୍ଲେଇଲେ, ମୋ ଉପରେ କ'ଣ କୁହନ୍ତି କଟୁରୀରେ 2-3 ଥର ଆଟାକ୍ କଲେ। ମୁଁ ତାପରେ ବ୍ଲଡ୍ ଦେଖିକି ଟିକେ ଇଏ ହେଇଗଲି, ଟେନସନ୍ ହେଇଗଲି, ସିଆଡ଼ୁ ଧାଇଁକି ପଳେଇଲି। ମୁଁ ଯେମିତି ଟିକେ ଦୂରେଇଛି, ସେଇ ଭିତରେ ସେ ମୋ ସାଙ୍ଗଟାକୁ ଜବରଦସ୍ତି କରିକି ନେଇକି ପଳେଇଲେ କାର୍। ସେତିକି ହେଇଛି। 4 ଜଣ ଥିଲେ। ହ୍ୱାଇଟ୍ କଲର୍ର କାର୍ ଥିଲା, ଆଉ ଏତେ ମନେ ନାହିଁ। ଆଉ ସେମାନେ ସଡନ୍ଲି ଆସିଲେ ଆଉ ଏସବୁ କଲେ। ଆଉ କଥାବାର୍ତ୍ତା କିଛି ନାହିଁ, ସେମିତି ସୋଧାସୋଧି ଟିକେ କରିଲେ, ତାପରେ ଏଇସବୁ କଲେ, ତାପରେ ଆଟାକ୍ କଲେ। କଲ୍ କରିକି ମୋତେ ପରେ କଲ୍ କରିକି ସେ କହୁଥିଲେ କି ତାକୁ ଆମେ ପଠେଇବୁ, ପଇସା ଦିଅ, ମାନେ କିଡନାପ୍ ବାଲା। ସେ ସାଙ୍ଗ ବି ଏତେ ପୁରୁଣା ସାଙ୍ଗ ନୁହେଁ ଯେ ମୁଁ ତାକୁ ଏତେ ଭଲସେ ଜାଣିଛି। ମାସେ ବି ହେଇନଥିବ ତାକୁ ଦେଖିବାକୁ। ପୋଲିସ ତ କରିବେ ଏବେ ଯାହା କରିବେ। ସେ କଟୁରୀ ଥିଲା, ଖାଲି କଟୁରୀରେ 2 ଜଣ ବାହାରିଲେ, ଆଉ 2 ଜଣ କାରରେ ଥିଲେ।